କାର୍ଯ୍ୟକ୍ରମ ବିଷୟଟି କାର୍ଯ୍ୟକ୍ରମ ବୋଲେ କେନ୍ଦୁଝର ଯେ ଆସିବ ତ ସ୍ୱାଭାବିକ ଭାବରେ ପ୍ରଥମ କାର୍ଯ୍ୟକ୍ରମ ହେବ ମା ତାରିଣୀଙ୍କର ଦର୍ଶନ। ବହୁତ ଦିନ ପରେ ଆଗରୁ ବହୁବାର ମାତା ତାରିଣୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥିଲା ଏବଂ ଆଜି ମଧ୍ୟ ହେଲା। ତାରିଣୀ ମନ୍ଦିରର ଯେଉଁ ନବକଳେବର ହେବା ପାଇଁ ଯାଉଛି ଏବଂ ତା'ର ଯେଉଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଛି ସେ ବାବଦରେ ମଧ୍ୟ ଗୋଟେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଓବିସିସି କାମ ହାତକୁ ନେଇଛି ଏବଂ ନୂଆ ଏଜେନ୍ସିକୁ ମଧ୍ୟ ଏ କାମ କରିବା ପାଇଁ କାର୍ଯ୍ୟାଦେଶ ମଧ୍ୟ ହୋଇଯାଇଛି। କିଛି ଲ୍ୟାଣ୍ଡ ଏକ୍ୱିଜିସନ୍ ବିଷୟ ବାକି ଅଛି, ତା'ର ଅଗ୍ରଗତି ବାବଦରେ ମୁଁ ପଚାରିକି ବୁଝୁଥିଲି। ଜିଲ୍ଲା ହେଡ଼କ୍ୱାର୍ଟରରେ ମଧ୍ୟ ଜିଲ୍ଲାର ରାଜସ୍ୱ ଅଧିକାରୀମାନଙ୍କ ସାଙ୍ଗରେ ରାଜସ୍ୱ କାମର ସମୀକ୍ଷା ହୋଇଥିଲା। ମୂଳତଃ ଯେଉଁ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟର ଜମି ଅଧିଗ୍ରହଣର ଅଗ୍ରଗତି, ଏଠି ରେଳ ପ୍ରକଳ୍ପର ଜମି ଗ୍ରହଣର ଅଗ୍ରଗତି ଏବଂ ଏୟାରଷ୍ଟ୍ରିପ୍ ଏୟାରପୋର୍ଟର ମଧ୍ୟ ଜମିର ଆବଶ୍ୟକତା ଅଛି, ତାକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଯଥା ଶୀଘ୍ର ତାକୁ ରାଜସ୍ୱ ବିଭାଗକୁ ପ୍ରେରିତ କରିବା ପାଇଁ ସାଙ୍ଗକୁ ପରାମର୍ଶ ଦେଇଛି। ସମ୍ଭବତଃ 2026 ଶେଷ ସୁଦ୍ଧା ସବୁ ପ୍ରକଳ୍ପର ଲ୍ୟାଣ୍ଡ ଏକ୍ୱିଜିସନ୍ କାମ ସମାପ୍ତ ହୋଇଯିବ। ଯେଉଁମାନେ ବାସଚ୍ୟୁତ ହେବେ ସେମାନଙ୍କର ଥଇଥାନ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବା ପାଇଁ ମୁଁ ପରାମର୍ଶ ଦେଇଛି। ଏଠି ରାଜସ୍ୱ ବିଭାଗର ଯେଉଁ ଫ୍ଲେକ୍ସିବ୍ ପ୍ରୋଗ୍ରାମ୍ କଲମକୁ କରେକ୍ସନ୍, ଏଠି ବସୁନ୍ଧରା ଯୋଜନା, ଏଠି FRI ମାଧ୍ୟମରେ ଜମି ଆବଣ୍ଟନ ଏବଂ ରାଜସ୍ୱ ସେବା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଦେଉଛନ୍ତି ଦେଇପାରୁନାହାନ୍ତି, କ'ଣ ଆବଶ୍ୟକ ଅଛି କେନ୍ଦୁଝର ଜିଲ୍ଲାରେ ରାଜସ୍ୱ ଭିତ୍ତିଭୂମିର କ'ଣ ଆବଶ୍ୟକତା ଅଛି, RI ଅଫିସ୍, ତହସିଲ ଅଫିସ୍, ଏପରିକି ସାର୍କିଟ୍ ହାଉସ୍ ମଧ୍ୟ ଯଦି ପୁନର୍ବିନ୍ୟାସ କରିବା ପାଇଁ ଚାହିଁବେ ସେଥିରେ ମଧ୍ୟ ରାଜସ୍ୱ ବିଭାଗ ଅର୍ଥ ଅନୁଦାନ ଦେବ। ତେଣୁ ମୋଟାମୋଟି ଏଠି ଗ୍ଲାନ୍ସ ସମୀକ୍ଷା ହୋଇଛି। ମାନ୍ୟବର ବିଧାୟକ ମାନେ ମଧ୍ୟ ଉପସ୍ଥିତ ଥିଲେ ଜିଲ୍ଲାର। ପ୍ରଥମ ସମୀକ୍ଷା ସମୟରେ କେନ୍ଦୁଝର ମାନ୍ୟବର ସଂସଦ ମଧ୍ୟ ଉପସ୍ଥିତ ଥିଲେ। ଏଠି ଆଇଟି ଗ୍ଲାନ୍ସ ମୁଁ ଆଉ ଥରେ ସବିଶେଷ ସମୀକ୍ଷା କରିବା ପାଇଁ ବିଧାନସଭା ସମୟରେ ଛୁଟି ଦିନ ହେଉ କିମ୍ବା ବିଧାନସଭା ପରେ କେନ୍ଦୁଝର ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ଗସ୍ତ କରି ଏ ଯେଉଁ ପ୍ରକଳ୍ପ ସବୁ ଅତି ଲକ୍ଷ୍ୟ ଏଇଟା ହେବ, ପ୍ରକଳ୍ପ ବିଳମ୍ବିତ ନ ହେଉ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ।